আজি ଦିବ୍ୟଦର୍ଶନ ସଂଘ ଆଜି ଦିବ୍ୟଦର୍ଶନ ସଂଘ ସମ୍ବଲପୁର ପକ୍ଷରୁ ଗୁରୁତତ୍ତ୍ୱ ଉପରେ ବା ଗୁରୁଗୀତା ଉପରେ ଆଲୋଚନା ହେବାକୁ ଯାଉଅଛି। ବର୍ତ୍ତମାନ ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଅଛି। ସପ୍ତକୋଟି ମହାମନ୍ତ୍ର ଚିତ୍ତ ବିଭ୍ରମକାରକଃ ଏକ ଏବ ମହାମନ୍ତ୍ରୋ ଗୁରୁରେତ୍ୟକ୍ଷରଦ୍ୱୟଂ। ବିଭିନ୍ନ ଦେବାଦେବୀଙ୍କ ସପ୍ତକୋଟି ମହାମନ୍ତ୍ର ଅଛି, ଯାହାକି ମନୁଷ୍ୟର ଭ୍ରମ ସୃଷ୍ଟି କରାଏ। ଗୁରୁ ଏହି ଅକ୍ଷରଦ୍ୱୟ କେବଳ ଏକ ମହାମନ୍ତ୍ର ଅଟେ। ଜୟ ସଦ୍ଗୁରୁ ଉଚ୍ଚାରଣରେ ମନୁଷ୍ୟ ତିନି ପ୍ରକାର କୃପା ପ୍ରାପ୍ତ ହୋଇଥାଏ ଗୁରୁ ବା ବ୍ରହ୍ମଙ୍କ ଠାରୁ। ଏକ ହେଲା ଆତ୍ମକୃପା, ଦୁଇ ହେଲା ଭଗବତ କୃପା, ତିନି ହେଲା ଗୁରୁ କୃପା। ଗୁରୁଦତ୍ତ ମନ୍ତ୍ର ବା ଗୁରୁ ପ୍ରଦାନ କରିଥିବା ଇଷ୍ଟମନ୍ତ୍ର ଉଦ୍ଧାରଣରେ ମନୁଷ୍ୟ ମୁକ୍ତି ପାଇଥାଏ। ଇଷ୍ଟମନ୍ତ୍ର ଉଚ୍ଚାରଣରେ ମନୁଷ୍ୟ ମୁକ୍ତି ପାଇଥାଏ। କେଉଁ ମନ୍ତ୍ର ଉଚ୍ଚାରଣ କରିବ? ଗୁରୁଦତ୍ତ ଇଷ୍ଟମନ୍ତ୍ର ଉଚ୍ଚାରଣ କରିବ। ଗୁରୁ ଏବଂ ଗୁରୁଦତ୍ତ ମନ୍ତ୍ର ଏକ ଓ ଅଭିନ୍ନ ଅଟେ। ଗୁରୁ ହିଁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଭାବେ ରୂପାନ୍ତରିତ ହୁଅନ୍ତି। ଗୁରୁ ହିଁ ପରଂବ୍ରହ୍ମ ଅଟନ୍ତି। ଯେଉଁ ଗୁରୁ ଶିଷ୍ୟକୁ ଏକାକ୍ଷରୀ ମନ୍ତ୍ର ପ୍ରଦାନ କରନ୍ତି ଏବଂ ଆତ୍ମଜ୍ଞାନ ସମ୍ପର୍କରେ ଅତି ସରଳ ଭାବରେ ବୁଝାଇଥାନ୍ତି, ସେହି ସଦ୍ଗୁରୁ ପଦବାଚ୍ୟ। ଈଶ୍ୱର କହୁଛନ୍ତି, ହେ ପାର୍ବତୀ, ସେ ଗୁରୁଙ୍କୁ ଯାହା ଅର୍ପଣ କରାଯାଇଥିବା ବସ୍ତୁ, ଯେଉଁ ବସ୍ତୁ ଗୁରୁଙ୍କୁ ଅର୍ପଣ କରିଥିବ ଏବଂ ଗୁରୁ ପ୍ରଦତ୍ତ ଇଷ୍ଟମନ୍ତ୍ର ଏକାକ୍ଷରୀ ମନ୍ତ୍ର ଗୋପନ କରି ରଖିବା ବିଧେୟ। ଗୁରୁଙ୍କୁ ପ୍ରଦତ୍ତ ପାଦୁକା ମଧ୍ୟ ଗୋପନ ରଖିବ, ମୁଦ୍ରା ମଧ୍ୟ ଗୋପନ ରଖିବ। ତ୍ରିଭୁବନରେ ଶ୍ରୀଗୁରୁ ବା ବ୍ରହ୍ମଙ୍କ ବ୍ୟତୀତ କୌଣସି ପଦାର୍ଥ ସତ୍ୟ ନୁହେଁ। ସବୁ ଅସତ୍ ଅଟେ। କେବଳ ଗୁରୁ ହିଁ ବା ବ୍ରହ୍ମ ହିଁ ସତ୍ୟ ଅଟନ୍ତି। ଦୁର୍ଲଭଂ ତ୍ରୟମେବୈତତ୍ ଦୈବାନୁଗ୍ରହହେତୁକଂ ମନୁଷ୍ୟତ୍ୱଂ ମୁମୁକ୍ଷୁତ୍ୱଂ ମହାପୁରୁଷ ସଂଶୟ। ସଂସାରରେ ତିନୋଟି ଜିନିଷ ଦୁର୍ଲଭ ଅଟେ। ପ୍ରଥମ ହେଲା ମନୁଷ୍ୟ ଜନ୍ମ। କେବଳ ମନୁଷ୍ୟ ଜନ୍ମ ହେଲେ ଚଳିବ ନାହିଁ। ମନୁଷ୍ୟ ଜନ୍ମ ହୋଇ ମନୁଷ୍ୟତ୍ୱକୁ ପ୍ରାପ୍ତ କରିବ। ଦୁଇ ହେଲା ସ୍ୱର୍ଗପ୍ରାପ୍ତି, ଯେଉଁଠାରୁ ଆସିଛୁ ସେଇଠାକୁ ଯିବା ପାଇଁ ବ୍ୟବସ୍ଥା କରିବ। ତିନି ହେଲା ସଦ୍ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ। ସଦ୍ଗୁରୁଙ୍କ ମାଧ୍ୟମରେ ମଣିଷ ସ୍ୱର୍ଗପ୍ରାପ୍ତି କରିଥାଏ। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି।